ତ ସାଙ୍ଗମାନେ କଟକ ବାଲିଯାତ୍ରା ତ ବହୁତ ଦେଖିଥିବେ। ଏବେ ଚାଲନ୍ତୁ କଳିଙ୍ଗ ବାଲିଯାତ୍ରା ପାରାଦୀପକୁ ଯିବା, ଯୋଉଟା ହେଇ ଆସୁଛି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଟାଇମରୁ। ତ ଏଣ୍ଟ୍ରି କରୁ କରୁ ଦେଖିଲୁ କି ଲୋକ ଆସ୍ତେ ଆସ୍ତେ ବଢୁଛନ୍ତି। ତ ଡିସେଣ୍ଟ ଟାଇମ ଥିଲା, ତ ଆମେ ବି ଯାଇଥିଲୁ ସେଇ ଟାଇମରେ। ସୋ ଫ୍ରେଣ୍ଡସ୍, ଲେଟ୍ସ ହାଭ୍ ଏ ଟୁର ଅଫ ପାରାଦୀପ ବାଲିଯାତ୍ରା। ତ ଏତେ ସମୟ ବୁଲିଲା ପରେ ଆମ ନଜର ପଡିଥିଲା ରାମଦୋଳି ଉପରେ। ସମସ୍ତଙ୍କର ବି ନଜର ପଡୁଛି ସେଇ ରାମଦୋଳି ଉପରେ। ତ ଚାଲନ୍ତୁ ଯିବା ରାମଦୋଳି ପାଖକୁ, ଲେଟ୍ସ ଗୋ। ରାମଦୋଳି ପାଖକୁ ଆସିକି ଦେଖିଲା ବେଳକୁ 70 ଟଙ୍କାରୁ 100 ଟଙ୍କା ହେଇଯାଇଛି। ତଥାପି ଆମେ ଛାଡିଲୁନି, ଆମେ ବସିଲୁ ସେଠି। पुष्पराज मैं झुकेगा नहीं। ତାପରେ ଆମେ ଡିସାଇଡ୍ କଲୁ ଟୋରା ଟୋରାରେ ବସିବା ପାଇଁ। ତ ସେଠି ବସିକି ଆମେ ବି ଏନ୍ଜୟ କଲୁ। ଏଇଟା ବି 70ରୁ 100 ହେଇଯାଇଛି, ତଥାପି ଆମେ ଏନ୍ଜୟ କଲୁ। ତ ଦୋଳିରେ ପଇସା ବସୁଲ ଏନ୍ଜୟ କଲୁ। କିଛି ସମୟ ଦୋଳି ଖେଳି ସାରିଲା ପରେ ନିଜର ଛୋଟବେଳର କଥା ଭାବିଲା ବେଳକୁ ଖୁସି ଲାଗିଲା। ତ ସେଇ ଛୋଟବେଳ କଥା ଭାବିକି ଆମେ ଚାଲୁ ଛୋଟ ପିଲା ଦୋଳିରେ ବସିବା ପାଇଁ। ଭାଇନାଙ୍କୁ କହିଲୁ ଯେ ବସିବା ପାଇଁ, ଭାଇନା ଅନେଇଲେ ମଧ୍ୟ ଆମକୁ। ତାପରେ କହିଲୁ ଆମେ ନ ବସିଲେ ନାହିଁ, ଆମେ ପିଲାଙ୍କୁ ଟିକେ ଖେଳୁଥିବାର ଦେଖିକି ଆମେ ଟିକେ ଏନ୍ଜୟ କରିଦେବା। ତ ଚାଲନ୍ତୁ ଆପଣମାନେ ବି ଏନ୍ଜୟ କରନ୍ତୁ। ତ କିଛି ନୁହଁ, ବହୁତ ସମୟ ଏନ୍ଜୟ କଲା ପରେ ବହୁତ ଜୋର ଭୋକ ଲାଗିଲା। ତାପରେ ଆମେ ଚାଲିଲୁ ଖାଇବା ପାଇଁ। ଦେଖିଲା ବେଳକୁ ମୋ ସାଙ୍ଗର ସ୍ତ୍ରୀ ପ୍ରେଗନେଣ୍ଟ ଥିଲା। ସେ କହିଲା କି ସେଠି ଆଚାର ଦୋକାନ ନେଇକି ଯିବ। ଆଚାର କିଣି ସାରିଲା ପରେ ଆମେ ଆସିଲୁ ଖାଇବା ପାଇଁ। ଦେଖୁ ଦେଖୁ ଏଠି ରାଜସ୍ଥାନୀ ଖାଇବା ଫୁଡ ଷ୍ଟଲରେ ଆମେ ଦେଖିଲୁ କ'ଣ ଖାଇବୁ। ଭାଇମାନେ ଟିକେ ଖାଇବା ଆଡକୁ ଟିକେ ଅନାଅ, କାହିଁକି ଏମିତି ହଉଛ? रहा नहीं जाता तड़प ही କୋଉ ଆଡୁ କ'ଣ ଖାଇଲୁ ଆମେ ଜଣା ନାହିଁ, ଆଡୁ ସବୁ ଖାଇଗଲୁ। ଭାଇ ଆମର ତାଙ୍କର ରୋଷେଇ କାମରେ ବ୍ୟସ୍ତ। ଆପଣମାନେ ବି ଦେଖିକି ଏନ୍ଜୟ କରନ୍ତୁ ଖାଇବା। ତ ଏ ଭାଇଙ୍କର ଖାଇବା ଭିଡ଼ିଓ ବନଉଥିବାର ଦେଖି କ୍ୟାମେରାରେ ଆସି ଭାରି ଖୁସି ହେଇଗଲେ। ତାପରେ ସିଏ ତାଙ୍କର ଧରିଲେ ଅସ୍ତ୍ର ଧରିକି ତାୱାରେ ପିଟିବାକୁ ଲାଗିଲେ। ଦେଖେଇଦେଲେ ତାଙ୍କର ସେ ତାଙ୍କର ଯୁଦ୍ଧ କ୍ଷେତ୍ରରେ ଅଛନ୍ତି। ଭାରି ଖୁସି ହେଇଗଲେ ଭାଇନା। ଖାଇସାରିକି ଆମେ ଚାଲୁ ସି ବିଚ୍ରେ ଟିକେ ବସିବା ପାଇଁ, କାହିଁକିନା ବହୁତ ବଢ଼ିଆ ପବନ ଦିଏ। ଛୋଟବେଳୁ ଏଇଠି ଖଟି ଚାଲିଥିଲା। ଆପଣମାନେ ଆସନ୍ତୁ ବସିଯାଆନ୍ତୁ। ତ କିଛି ସମୟ ବିଚ୍ରେ ବସିଲା ପରେ ଆମେ ବାହାରୁଥିଲୁ ଘରକୁ ଯିବା ପାଇଁ। ଦେଖିଲୁ କି ବହୁତ ସାରା ଷ୍ଟଲ୍ ଖାଲି ପଡ଼ିଛି। କ'ଣ ପାଇଁ ଏଇଟା ଜଣା ନାହିଁ। ପ୍ରଥମ ଥର ପାଇଁ ମୁଁ ଦେଖିଲି ପାରାଦୀପ ବାଲିଯାତ୍ରା ଷ୍ଟଲ୍ ଗୁଡ଼ା ଖାଲି ପଡ଼ିଛି। ଏଥିପାଇଁ କିଏ ଦାୟୀ? ତାପରେ ଆମେ ତିନି ସାଙ୍ଗ ଗୋଟେ ସେଲ୍ଫି ନେଇକି ଘରକୁ ଚାଲିଲୁ। ଟାଟା ବାଏ ବାଏ।